ପିଲାମାନେ ସମସ୍ତଙ୍କୁ ନମସ୍କାର। ଆଶା କରୁଛି ସମସ୍ତେ ଭଲ ଥିବ। ପୁଣି ଥରେ ତମ ମାନଙ୍କୁ ମୁଁ ବି ଶିକ୍ଷକ ହେବି ଚ୍ୟାନେଲକୁ ୱେଲକମ୍। ପିଲାମାନେ ତମେ ମାନେ ଯଦି ହୋମଗାର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛ ତେବେ ଆଜିର ଏହି ଭିଡିଓଟି ତମ ମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆଜି ଆମେ ଆଲୋଚନା କରିବା ଓଡ଼ିଆ ରଚନାର କିଛି ଟପ୍ ସିଲେକ୍ସନ ବିଷୟବସ୍ତୁ ଏବଂ ଏକ ସମ୍ପୂର୍ଣ୍ଣ ରଚନାକୁ କିପରି ଆମେ 200 ଶବ୍ଦ ମଧ୍ୟରେ ଲେଖିବା ସେ ବିଷୟରେ ମଧ୍ୟ ଆମେ ଆଲୋଚନା କରିବା। ପିଲାମାନେ ଭିଡିଓଟିକୁ ଶେଷ ଯାଏଁ ନିଶ୍ଚିତ ଦେଖନ୍ତୁ। ମୁଁ ତୁମର ପୂର୍ବ କ୍ଲାସରେ ଗୋଟିଏ ରଚନା ଡିସ୍କସନ କରିଦେଇଥିଲି। ନେକ୍ସଟ ରଚନା ଆମେ ଆଜି ଦେଖିବା। ଆଜି ଆମେ ଦୁଇଟି ରଚନା ଡିସ୍କସନ କରିଦେବା। ପୁଣି ନେକ୍ସଟ କ୍ଲାସରେ ମୁଁ ତମ ଆଉ ଯୋଉ ବାକି ଦୁଇଟି ତିନିଟି ରଚନା ବାକି ରହିବ ମୁଁ ତମର ନେଇକି ଆସିବି। ଦେଖ ପିଲାମାନେ ଆଜିର ବିଷୟବସ୍ତୁ କଣ ରହିଲା ରେ ଗୃହରକ୍ଷୀ ବାହିନୀର କର୍ତ୍ତବ୍ୟ ଓ ଦାୟିତ୍ୱ। ପିଲାମାନେ ଯେହେତୁ ତମେ ମାନେ ହୋମଗାର୍ଡ ଏକ୍ଜାମ ପାଇଁ ଯାଉଛ ତମର ହୋମଗାର୍ଡ ସମ୍ବନ୍ଧୀୟ ରଚନା ନିହାତି ତମର ସିଏ ପଚାରିବ। ପିଲାମାନେ ଏଇ ରଚନାଟି ତମେ ମାନେ ଭଲ କିନା ପ୍ରାକ୍ଟିସ କରିଦେଇଥିବ। ମୁଁ ତମ ମାନଙ୍କୁ ଡେସ୍କ୍ରିପସନରେ ଲିଙ୍କ ମଧ୍ୟ ଦେଇଦଉଛି ଟେଲିଗ୍ରାମର। ତମେ ମାନେ ଜଏନ ହେଇଯିବ। ଦେଲେ ସେଠି ମୁଁ ତମକୁ ଏଇ ପିଡିଏଫ ଟି ପଠେଇଦେବି। ତମେ ମାନେ ଡାଉନଲୋଡ କରି ମଧ୍ୟ ତାକୁ ପ୍ରିଣ୍ଟ ଆଉଟ ଖୋଲିକି ପ୍ରାକ୍ଟିସ କରିପାର। ପିଲାମାନେ ଦେଖ କଣ ରହିଲା ଗୃହରକ୍ଷୀ ବାହିନୀର କର୍ତ୍ତବ୍ୟ ଦାୟିତ୍ୱର ପ୍ରଥମେ ଆମେ ଦେଖିବା। ତମ ମାନଙ୍କୁ କହିଥିଲି ପିଲାମାନେ ରଚନା ଲେଖିବାର ତିନୋଟି ମୂଳ, ଗୋଟେ ହେଲା ଉପକ୍ରମ, ଆଉ ହଉଛି ତମର ବିଷୟବସ୍ତୁ, ଆଉ ହଉଛି ତମର ଲାଷ୍ଟ ହଉଛି ଉପସଂହାର। ବର୍ତ୍ତମାନ ପିଲାମାନେ ଦେଖ ଉପକ୍ରମ ଆଜି କଣ ଲେଖା ହବ। ଭାରତୀୟ ସୁରକ୍ଷା ବ୍ୟବସ୍ଥାରେ ଗୃହରକ୍ଷୀ ବା ହୋମଗାର୍ଡ ହେଉଛି ଏକ ଶକ୍ତିଶାଳୀ ସ୍ୱେଚ୍ଛାସେବୀ ଆନୁଷଙ୍ଗିକ ବାହିନୀ। ଏହା କେବଳ ଏକ ବାହିନୀ ନୁହେଁ ବର ନାଗରିକଙ୍କ ମାନଙ୍କ ଦ୍ଵାରା ନାଗରିକଙ୍କ ସୁରକ୍ଷା ପାଇଁ ଗଠିତ ଏକ ସେବା ସଂସ୍ଥା। ନିଷ୍କାମ ସେବା ହେଉଛି ଏହି ବାହିନୀର ମୁଖ୍ୟ ମନ୍ତ୍ର। ପିଲାମାନେ 1946 ମସିହାରେ ବମ୍ବେ ଠାରେ ପ୍ରଥମେ ଗଠିତ ହୋଇଥିବା ଏହି ବାହିନୀ ଆଜି ଦେଶର କୋଣ ଅନୁକୋଣରେ ପୁଲିସ ପ୍ରଶାସନର ଏକ ଅଭିନ୍ନ ଅଙ୍ଗ ଭାବରେ ପରିଚିତ। ବିଶେଷ କରି ମୟୂରଭଞ୍ଜ ପରି ଏକ ବୃହତ ଓ ବୈଚିତ୍ର୍ୟପୂର୍ଣ୍ଣ ଜିଲ୍ଲାରେ ହୋମଗାର୍ଡ ମାନଙ୍କର ଆବଶ୍ୟକତା ଓ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାପରେ ପିଲାମାନେ ଦେଖିବା ଐତିହାସିକ ପୃଷ୍ଠଭୂମି ଓ ଗଠନ। ହୋମଗାର୍ଡ ବାହିନୀର ପରିକଳ୍ପନା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରାଯାଇଥିଲା। ଯେତେବେଳେ ସାଧାରଣ ନାଗରିକ ମାନଙ୍କୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସାମିଲ କରିବାର ଆବଶ୍ୟକତା ଅନୁଭୂତ ହେଲା 1962 ମସିହାରେ ଭାରତ ଚୀନ ଯୁଦ୍ଧ ପରେ ଏହାକୁ ସମଗ୍ର ଭାରତରେ ସମ୍ପ୍ରସାରିତ କରାଗଲା। ଓଡ଼ିଶାରେ ମଧ୍ୟ ପ୍ରତ୍ୟେକ ଜିଲ୍ଲାରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ହୋମଗାର୍ଡ ନିୟୋଜିତ ହୋଇଥାନ୍ତି। ଏମାନେ ସାଧାରଣତଃ ପିଲାମାନେ ଏସପିଙ୍କ ପାଖରେ କାର୍ଯ୍ୟ କରିଥାନ୍ତି। ତାପରେ ପିଲାମାନେ ଦେଖ ଶାନ୍ତି ସମୟର କର୍ତ୍ତବ୍ୟ। ଶାନ୍ତି ସମୟରେ ହୋମଗାର୍ଡ ମାନେ ସାଧାରଣ ଜୀବନ ଯାତ୍ରାକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରନ୍ତି। ଦେଖିବା ସେମାନେ ଆଇନ ଶୃଙ୍ଖଳା ରକ୍ଷା କିଭଳି ଭାବେ କରନ୍ତି। ଦେଖରେ ପିଲାମାନେ ପୁଲିସ ବାହିନୀ ସହିତ ମିଶି ପେଟ୍ରୋଲିଂ କରିବା ଏବଂ ଅପରାଧ ରୋକିବାରେ ସହଯୋଗ କରିଥାନ୍ତି। ଟ୍ରାଫିକ ନିୟନ୍ତ୍ରଣରେ ମଧ୍ୟ ତାଙ୍କର ଅବଦାନ ଅତ୍ୟନ୍ତ ଅତୁଳନୀୟ। ସହରର ବ୍ୟସ୍ତବହୁଳ ଛକ ମାନଙ୍କରେ ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନ କରିବା। ଭିଆଇପି ସୁରକ୍ଷା କଣ ଦେଖରେ ନା ମନ୍ତ୍ରୀ କିମ୍ବା ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ ନିୟନ୍ତ୍ରଣରେ ସେମାନେ ସହାୟତା କରିଥାନ୍ତି। ତାପରେ ଦେଖିବା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁରକ୍ଷା। ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବିଦ୍ୟୁତ ସହ ସବ ଷ୍ଟେସନ ପରି ସ୍ଥାନ ଗୁଡିକରେ ପ୍ରହରୀ ଭାବରେ କାର୍ଯ୍ୟ କରିବା। ତାପରେ ଦେଖିବା ପିଲାମାନେ ଏମର୍ଜେନ୍ସି ଯୋଉଟା ତମର ଜରୁରୀକାଳୀନ ସ୍ଥିତି ଓ ବିପର୍ଯ୍ୟୟ ପରିଚାଳନା। ପିଲାମାନେ ତମେ ଏଇ ହେଡିଙ୍ଗ ଗୁଡାକୁ ଭଲ କିନା ପ୍ରାକ୍ଟିସ କର। ତା ଭିତରେ ତମେ ମାନେ ଭଲ କିନା ଟିକେ ୱାର୍ଡ ପାୱାର ଦେଇକି ଲେଖିବ। ଦେଲେ ତମର ତମର ଯୋଉ ମାର୍କ ଫିକ୍ସିଂ ଟା ଭଲ ହବ। ପିଲାମାନେ ଦେଖ ବିପତ୍ତି ସମୟରେ ହୋମଗାର୍ଡ ମାନେ ପ୍ରକୃତ ଗୃହରକ୍ଷୀ ଭାବରେ ଉଭା ହୁଅନ୍ତି। ପ୍ରାକୃତିକ ବିପର୍ଯ୍ୟୟ କଣ ଦେଖ ଓଡ଼ିଶାରେ ବାରମ୍ବାର ହେଉଥିବା ବାତ୍ୟା, ବନ୍ୟା, ମରୁଡି ସମୟରେ ଏମାନେ ରିଲିଫ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି। ଅଗ୍ନିଶମ ସେବା ଅଗ୍ନିକାଣ୍ଡ ସମୟରେ ନିଆଁ ଲିଭାଇବା ଏବଂ ଅଟକି ରହିଥିବା ଲୋକଙ୍କୁ ବାହାର କରିବାରେ ଅଗ୍ନି ବାହିନୀକୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥାନ୍ତି। ତାପରେ ଦେଖିବା ଯୁଦ୍ଧ କିମ୍ବା ଦଙ୍ଗା। କୌଣସି ଜରୁରୀକାଳୀନ ପରିସ୍ଥିତି ବା ସାମ୍ପ୍ରଦାୟିକ ଦଙ୍ଗା ସମୟରେ ଲୋକଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ଓ ଗୁଜବକୁ ରୋକିବାରେ ଏମାନେ ସଫଳ ହୁଅନ୍ତି। ତାପରେ ଦେଖିବା ପିଲାମାନେ ମୟୂରଭଞ୍ଜ ଜିଲ୍ଲା ପାଇଁ ଏକ ସ୍ୱତନ୍ତ୍ର ଦାୟିତ୍ୱ କଣ ରହିଛି ତାଙ୍କର। ଆମେ ଦେଖିବା ମୟୂରଭଞ୍ଜର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ହୋମଗାର୍ଡ ମାନଙ୍କର କିଛି ସ୍ୱତନ୍ତ୍ର କର୍ତ୍ତବ୍ୟ ରହିଛି। କଣ କଣ କର୍ତ୍ତବ୍ୟ ରହିଛି ପିଲାମାନେ ଦେଖ। ଶିମିଳିପାଳ ସୁରକ୍ଷା। ଏହି ବିଶ୍ୱ ପ୍ରସିଦ୍ଧ ଜୈବ ମଣ୍ଡଳର ସୁରକ୍ଷା ପାଇଁ ବନ ବିଭାଗକୁ ବେଆଇନ ଶିକାର, କାଠ ଚୋରା ଚାଲାଣ ରୋକିବାରେ ସାହାଯ୍ୟ କରିଥାନ୍ତି। ତାର ମହୋତ୍ସବ ପରିଚାଳନା। ବାରିପଦାର ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ଏବଂ ପ୍ରସିଦ୍ଧ ଛଉ ମହୋତ୍ସବ ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
पर्यटक ଶୃଙ୍ଖଳିତ ଦର୍ଶନ ପାଇଁ ଏମାନେ ମୃତୟନ ହୋଇଥାନ୍ତି। ତାପରେ ଦେଖିବା ପିଲାମାନେ ସୀମାନ୍ତ ସତର୍କତା। ପଶ୍ଚିମବଙ୍ଗ ଝାଡଖଣ୍ଡ ସୀମାକୁ ଲାଗିଥିବା ଅଞ୍ଚଳ ଅପରାଧୀଙ୍କ ଗତିବିଧି ଉପରେ ମଧ୍ୟ ଏମାନେ ନଜର ରଖିଥାନ୍ତି। ତାପରେ ପିଲାମାନେ ଦେଖ ସାମାଜିକ ସେବା ଓ ନୈତିକ ଦାୟିତ୍ୱ। ହୋମଗାର୍ଡ ମାନେ ସମାଜରୁ ଆସିଥାନ୍ତି, ତେଣୁ ସେମାନେ ଜନସାଧାରଣଙ୍କ ସହ ସହଜରେ ମିଶି ପାରନ୍ତି। ସାମାଜିକ ସଚେତନତା ଦେଖରେ ନା ମଦ୍ୟପାନ ନିବାରଣ, ଶିଶୁ ଶ୍ରମିକ ରୋକିବା ଓ କନ୍ୟା ସନ୍ତାନ ସୁରକ୍ଷା ଭଳି ସରକାରୀ ଯୋଜନାର ବିଷୟରେ ଲୋକମାନଙ୍କୁ ବୁଝେଇଥାନ୍ତି। ତାପରେ ରକ୍ତଦାନ ଓ ସ୍ୱାସ୍ଥ୍ୟ ସେବା, ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରିବା ଏବଂ ଦୁର୍ଘଟଣାରେ ଆହତ ଲୋକଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚିବା। ଆଉ ତମର କଣ ମାନବିକତା ଦେଖରେ ନା ବୃଦ୍ଧ, ଅସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଭିଡ ମଧ୍ୟରେ କିମ୍ବା ରାସ୍ତା ପାର ହେବାରେ ସାହାଯ୍ୟ କରିଥାନ୍ତି। ତାପରେ ଆମେ ଦେଖିବା ତାଲିମ ଆଉ ଅନୁଶାସନ। ଜଣେ ଦକ୍ଷ ହୋମଗାର୍ଡ ହେବା ପାଇଁ କଠିନ ପରିଶ୍ରମ ଓ ଅନୁଶାସନ ଆବଶ୍ୟକ। ସେମାନଙ୍କୁ ଶାରୀରିକ କସରତ, ପେରେଡ, ଅସ୍ତ୍ରଶସ୍ତ୍ର ଚାଳନା ଏବଂ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ତାଲିମ ଦିଆଯାଇଥାଏ। ଅନୁଶାସନ ହେଉଛି ସେମାନଙ୍କର ଶକ୍ତି। ଜଣେ ଗୃହରକ୍ଷୀ ନିଜ ପୋଷାକ ପ୍ରତି ସମ୍ମାନ ରଖିବା ସହିତ ସଦା ସର୍ବଦା କର୍ତ୍ତବ୍ୟ ପାଇଁ ପ୍ରସ୍ତୁତ ଥାନ୍ତି। ତାପରେ ପିଲାମାନେ ଦେଖ ଆହ୍ୱାନ ଓ ତ୍ୟାଗ। ହୋମଗାର୍ଡଙ୍କ ଜୀବନ ସହଜ ନୁହେଁ। ପାଣିପାଗର ପ୍ରକୋପ କଣ ରହୁଛି ଦେଖ, ଖରା ବର୍ଷା ହେଉ କି ପ୍ରବଳ ଶୀତ ସେମାନେ ରାସ୍ତା ଉପରେ ଛିଡା ହେଇ କାର୍ଯ୍ୟ କରନ୍ତି। ସ୍ୱଳ୍ପ ପାରିଶ୍ରମିକ, ଅନ୍ୟ ପୁଲିସ କର୍ମଚାରୀଙ୍କ ତୁଳନାରେ ସେମାନଙ୍କର ଦରମା ଓ ସୁବିଧା ସୁଯୋଗ କମ ଥାଏ। ତଥାପି ସେମାନେ ନିଷ୍ଠାର ସହ ନିଜର କାର୍ଯ୍ୟ ତୁଲାଇଥାନ୍ତି। ଅନିଶ୍ଚିତତା ଦେଖିବା ଅନେକ ସମୟରେ ଏହି କାର୍ଯ୍ୟ ଅସ୍ଥାୟୀ ପ୍ରକୃତିରେ ହୋଇଥାଏ, ଯାହା ସେମାନଙ୍କ ପାଇଁ ଏକ ମାନସିକ ଚାପ ସୃଷ୍ଟି କରିଥାଏ। ତାର ପିଲାମାନେ ଲାଷ୍ଟ ଆମେ ଦେଖିବା ତମର ଉପସଂହାର। ପରିଶେଷରେ କୁହାଯାଇପାରେ ଯେ ହୋମଗାର୍ଡ ବାହିନୀ ହେଉଛି ଦେଶର ନିଃଶବ୍ଦ ସେନା। ସେମାନଙ୍କର କାର୍ଯ୍ୟ ହୁଏତ ଖବର କାଗଜରେ ମୁଖ୍ୟ ପୃଷ୍ଠାରେ ସ୍ଥାନ ପାଏ ନାହିଁ, କିନ୍ତୁ ସେମାନଙ୍କ ବିନା ପ୍ରଶାସନିକ ବ୍ୟବସ୍ଥା ଅଚଳ ହୋଇଯିବ। ମୟୂରଭଞ୍ଜ ପରି ଜିଲ୍ଲାରେ ଶାନ୍ତି ଓ ପ୍ରଗତି ପାଇଁ ସେମାନଙ୍କର ଅବଦାନ ଅତୁଳନୀୟ। ସରକାର ସେମାନଙ୍କୁ ଅଧିକ ସାମାଜିକ ନିରାପତ୍ତା ଓ ଉନ୍ନତ ସୁବିଧା ପ୍ରଦାନ କଲେ ଏହି ବାହିନୀ ଆଗାମୀ ଦିନରେ ଦେଶ ସେବାରେ ନୂତନ କୀର୍ତ୍ତିମାନ ସ୍ଥାପନ କରିବ। ପିଲାମାନେ ଏତିକି ଭଲ ଟିକେ ଲେଖିଦବ, ନିହାତି ତମେ ମାନେ ଭଲ ରେଜଲ୍ଟ କରିବ। ଯେହେତୁ ତମେ ମାନେ ହୋମଗାର୍ଡ ଏକ୍ଜାମ ପାଇଁ ଯାଉଛ, ଏଇ ରଚନାଟି ତମ ପାଇଁ ନିହାତି ଆବଶ୍ୟକ, କାରଣ ସେ ହୋମଗାର୍ଡ ସମ୍ବନ୍ଧୀୟ ଏକ୍ଜାମ ରେ ତମର ପକଉଛି। ପିଲାମାନେ ଆଉ ଗୋଟେ ରଚନା ଆମେ ଦେଖିଦବା, ଦେନ ଆମେ କ୍ଲାସ ରଖିଦବା। ଦେଖ ପିଲାମାନେ ଆଉ ଗୋଟେ ରଚନା କଣ ଅଛି ତମର, ମୋର ପ୍ରିୟ ଋତୁ, ଯୋଉଟା ତମର ଶୀତ ଋତୁ। ଉପକ୍ରମ ଦେଖରେ ପ୍ରକୃତିର ଅପୂର୍ବ ବରଦାନ ହେଉଛି ଆମର 6ଟି ଋତୁ। ପ୍ରତ୍ୟେକ ଋତୁ ନିଜ ନିଜର ବୈଶିଷ୍ଟ୍ୟ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଗ୍ରୀଷ୍ମର ପ୍ରଖର ତାପ ଓ ବର୍ଷାର ଅବିରାମ ବୃଷ୍ଟିପାତ ଏବଂ ଶରତର ନିର୍ମଳ ଆକାଶ ପରେ ହେମନ୍ତର ପାଦ ଚିହ୍ନ ଧରି ଶୀତ ଋତୁର ଆଗମନ ହୁଏ। ଶୀତ ଋତୁ କହିଲେ ମନରେ ଏକ ପ୍ରକାର ଶାନ୍ତି ଓ ଉନ୍ମାଦନା ଭରିଯାଏ। ଏହାର ସ୍ନିଗ୍ଧ କୋମଳ ପରିବେଶ ଓ କାକର ଭିଜା ସକାଳ ମତେ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରେ। ସେଥିପାଇଁ ଏହା ମୋର ଅତି ପ୍ରିୟ ଋତୁ। ଦେଖ ତାପରେ କଣ ଲେଖିବା ନା ସମୟ ଓ ପ୍ରାକୃତିକ ପରିବର୍ତ୍ତନ। ଓଡିଆ ପଞ୍ଜିକା ଅନୁସାରେ ମାର୍ଗଶିର ଓ ପୌଷ ମାସକୁ ଶୀତ ଋତୁ କୁହାଯାଏ। ଏହି ସମୟରେ ପୃଥିବୀ ସୂର୍ଯ୍ୟଙ୍କ ଠାରୁ ଦୂରକୁ ଚାଲି ଯାଇଥିବାରୁ ଦିନ ଛୋଟ ଏବଂ ରାତି ବଡ ହୁଏ। ତାପରେ କୁହୁଡିର ମାୟାଜାଲ। ଶୀତ ସକାଳର ପ୍ରଧାନ ଆକର୍ଷଣ ହେଉଛି ଘନ କୁହୁଡି। ସକାଳୁ ଉଠିଲେ ଚାରିଆଡେ ଧଳା ଧୂଆଁ ପରି କୁହୁଡିରେ ଆଚ୍ଛାଦିତ ହୋଇଥିବାର ଦେଖାଯାଏ। ନିକଟରେ ଥିବା ବସ୍ତୁ ମଧ୍ୟ ଅସ୍ପଷ୍ଟ ଦେଖାଯାଏ, ଯାହା ଏକ ରହସ୍ୟମୟ ପରିବେଶ ସୃଷ୍ଟି କରେ। କାକର ବିନ୍ଦୁ ଦେଖିବା ଘାସ ପତ୍ର ଓ ଫୁଲ ପାଖୁଡା ଉପରେ କାକର ବିନ୍ଦୁ ଗୁଡିକ ଶିଶିର ଟୋପା ଭଳି ଜମି ରହିଥାଏ। ସୂର୍ଯ୍ୟଙ୍କର ପ୍ରଥମ କିରଣ ଯେତେବେଳେ ଏହି ଟୋପା ଉପରେ ପଡେ, ସେତେବେଳେ ସେଗୁଡିକ ହୀରା ଭଳି ଚକଚକ କରିଥାନ୍ତି। ତାପରେ ପିଲାମାନେ ଦେଖ ଫୁଲ ଫଳର ସମ୍ଭାର ହୋଇଥାଏ ଶୀତ ଋତୁରେ। ଶୀତ ଋତୁକୁ ଉଦ୍ୟାନ କୃଷିର ସ୍ୱର୍ଣ୍ଣଯୁଗ କୁହାଯାଏ। ଏହି ସମୟରେ ପ୍ରକୃତି ରଙ୍ଗ ବେରଙ୍ଗର ପୁଷ୍ପରେ ସଜେଇ ଆସିଥାଏ। ତାପରେ ଦେଖିବା ପୁଷ୍ପ ରାଜି ଗଣରେ ଗେଣ୍ଡୁ, ସେବତୀ, ଗୋଲାପ, ଡାଲିଆ, ଚିନିଆ ଏବଂ କୃଷ୍ଣା ମୋମ ପରି ପୁଷ୍ପ ବଗିଚାରେ ଶୋଭା ବଢାଇଥାନ୍ତି। ଏହି ସମୟରେ ବିଭିନ୍ନ ସ୍ଥାନରେ ପୁଷ୍ପ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥାଏ। ତାପରେ ଦେଖିବା ପନିପରିବା ଓ ଫଳ। ଶୀତ ଋତୁରେ
ଖାଦ୍ୟପେୟର ମଜା କିଛି ଅଲଗା। ବଜାରରେ ଫୁଲକୋବି, ବନ୍ଧାକୋବି, ବିଲାତି, ବାଇଗଣ, ଶିମ୍ବ, ମଟର ଛୁଇଁ, ଓଲକୋବି ଏବଂ ମୂଳା ପରି ପନିପରିବା ପ୍ରଚୁର ପରିମାଣରେ ମିଳେ। ଫଳ ମଧ୍ୟରେ କମଳା, ଅଙ୍ଗୁର ଆଉ ସେଉ, କଦଳୀ ଚାହିଦା ବଢିଯାଏ। ତାପରେ ଦେଖିବା ଶୀତ ଋତୁର କଣ କଣ ସବୁ ତମର ପର୍ବପର୍ବାଣୀ ପଡେ। ଓଡିଶାର ସଂସ୍କୃତି ପର୍ବପର୍ବାଣୀରେ ପରିପୂର୍ଣ୍ଣ। ଶୀତ ଋତୁରେ କିଛି ଗୁରୁତ୍ୱପୂର୍ଣ୍ଣ ପର୍ବ ପାଳିତ ହୋଇଥାଏ। ତମର ମାଣବସା ଗୁରୁବାର, ମାର୍ଗଶୀର ମାସର ପ୍ରତ୍ୟେକ ଗୁରୁବାର ଦିନ ଓଡିଆ ନାରୀ ମାନେ ମା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି। ଘରର ଚଟାଣରେ ଚୁଟି ଚିତାର ମନୋରମ ଦୃଶ୍ୟ ଓ କାକର ମଣ୍ଡା ପିଠାର ବାସ୍ନା ପରିବେଶକୁ ମଧୁର କରିଦେଇଥାଏ। ତାପରେ ଦେଖିବା ପ୍ରଥମାଷ୍ଟମୀ। ଏହି ପର୍ବରେ ଘରର ବଡ ସନ୍ତାନ ମାନଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ବନ୍ଦାପନା କରାଯାଏ। ଏଣ୍ଡୁରି ପିଠା ଏହି ପର୍ବର ମୁଖ୍ୟ ଆକର୍ଷଣ ହୋଇଥାଏ। ତାପରେ ତମର ମକର ସଂକ୍ରାନ୍ତି ଓ ତୁସୁ ପର୍ବ ବି ମଧ୍ୟ ପଡିଥାଏ। ଜାନୁଆରୀ ମାସରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ। ମୟୂରଭଞ୍ଜରେ ଏହି ସମୟରେ ମକର ଓ ତୁସୁ ପର୍ବ ବହୁତ ଧୁମଧାମରେ ପାଳିତ ହୁଏ। ଆଦିବାସୀ ସଂସ୍କୃତିର ଏହି ଝଲକ ଅତ୍ୟନ୍ତ ମନମୁଗ୍ଧକର। ତାପରେ ତମର ପର୍ଯ୍ୟଟନ ଓ ଜନ ଜୀବନ। ପିଲାମାନେ ପର୍ଯ୍ୟଟନ ଓ ଜୀବନ ଭିତରେ ତମର ମୟୂରଭଞ୍ଜ ଜିଲ୍ଲା ବିଷୟରେ ଟିକେ ଲେଖିଦବ, ଦେଲେ ତମର ଭଲ ମାର୍କ ଚିନ୍ତା ହବ। ଶୀତ ଋତୁ ହେଉଛି ବୁଲାବୁଲି କରିବାର ଶ୍ରେଷ୍ଠ ସମୟ। ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଫିସରେ ଏହି ସମୟରେ ପିକନିକ ବା ବଣଭୋଜି ଆୟୋଜନ ହୁଏ। ମୟୂରଭଞ୍ଜର ପର୍ଯ୍ୟଟନ, ଆମ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଏହି ସମୟରେ ପର୍ଯ୍ୟଟକଙ୍କ ପାଇଁ ସ୍ୱର୍ଗ ପାଲଟିଯାଏ। ଶୀତର ଶୀତଳ ପରିବେଶରେ ଝରଣାର କୁଳୁକୁଳୁ ନାଦ ବନ୍ୟଜନ୍ତୁଙ୍କ ଦର୍ଶନ ଏକ ଅଭୁଲା ଅନୁଭୂତି ପ୍ରଦାନ କରିଥାଏ। ତାପରେ ଦେଖିବା ପରିଧାନ। ଲୋକମାନେ ନିଜକୁ ଶୀତରୁ ରକ୍ଷା କରିବା ପାଇଁ ସ୍ୱେଟର, ମଫଲର, କୋଟ ଏବଂ ଶାଲ ବ୍ୟବହାର କରନ୍ତି। ସକାଳେ ଓ ସନ୍ଧ୍ୟାରେ ଚାରିଆଡେ ନିଆଁ ଜାଳି ଘୋଷେଇ ହେବା ପାଇଁ ସେମାନେ ସାଧାରଣ ଦୃଶ୍ୟ ଆମର ମଧ୍ୟ ଦେଖାଯାଇଥାଏ। ସ୍ୱାସ୍ଥ୍ୟ ଓ ଶିକ୍ଷା। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଶୀତ ଋତୁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ସୁସ୍ଥତା କଣ ରହିଥାଏ ଶୀତ ଦିନେ ଦେଖ। ଏହି ସମୟରେ ହଜମ ଶକ୍ତି ବୃଦ୍ଧି ପାଏ ଏବଂ ଶରୀରର ଶକ୍ତି ସଞ୍ଚାର ହୁଏ। ସକାଳେ ଯୋଗ, ବ୍ୟାୟାମ କିମ୍ବା ୱାକିଂ କରିବା ଦ୍ୱାରା ଶରୀର ନିରୋଗ ହୋଇଥାଏ। ଅଧ୍ୟୟନ ପାଇଁ ଉପଯୁକ୍ତ। ଛାତ୍ରଛାତ୍ରୀଙ୍କ ପାଇଁ ଏହା ଅଧ୍ୟୟନର ଶ୍ରେଷ୍ଠ ସମୟ। ଶାନ୍ତି ପରିବେଶ ଓ ସତେଜ ବାୟୁ ପାଠ ପଢାରେ ଏକାଗ୍ରତା ତମର ଆଣିଥାଏ। ତାପରେ ଦେଖିବା ହୋମଗାର୍ଡ ଓ ସୁରକ୍ଷା କର୍ମୀଙ୍କ ଭୂମିକା। ଏହି ଋତୁରେ ସାଧାରଣ ଲୋକ ଘର ଶୋଇଥିବା ବେଳେ ହୋମଗାର୍ଡ ଓ ସୁରକ୍ଷା କର୍ମୀ ମାନେ ପ୍ରବଳ ଶୀତରେ ରାତି ଅନିଦ୍ରା ହୋଇ ପହରା ଦିଅନ୍ତି। ରାତିର ଘନ କୁହୁଡି ମଧ୍ୟରେ ସମାଜର ସୁରକ୍ଷା ପାଇଁ ସେମାନଙ୍କର ଏହି ଇସ୍ତାବର ସେବା ଅତ୍ୟନ୍ତ ପ୍ରଶଂସନୀୟ। ତାପରେ ଲାଷ୍ଟ ଆମେ ଦେଖିବା ଉପସାର କଣ ଅଛି। ପରିଶେଷରେ କୁହାଯାଇପାରେ ଯେ ଶୀତ ଋତୁ ହେଉଛି ଆନନ୍ଦ, ଉଲ୍ଲାସ ଓ ସମୃଦ୍ଧ ଋତୁ। ଯଦିଓ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଏହି ଋତୁ କେତେକାଂଶରେ କଷ୍ଟଦାୟକ, ତଥାପି ଏହାର ମନୋରମ ପରିବେଶ ଓ ପର୍ବପର୍ବାଣୀ ଏହାକୁ ସମସ୍ତଙ୍କର ପ୍ରିୟ କରିଥାଏ। ପ୍ରକୃତିର ଏହି ଅମୂଲ୍ୟ ଦାନ ଆମ ଜୀବନରେ ନୂତନ ଉନ୍ମାଦନା ଭରି ଦେଇଥାଏ। ପିଲାମାନେ ଏତିକ ଲେଖିଦବ। ସମସ୍ତ ପିଲାମାନେ ଅଲ ଦି ବେଷ୍ଟ। ନେକ୍ସଟ କ୍ଲାସରେ ତମର ମୁଁ କିଛି ଜିକେ ପାର୍ଟ 2 ନେଇକି ଆସିବି। ତମର ଗୋଟେ ଜିକେ ପାର୍ଟ 1 ମୁଁ ତମର ଡିସ୍କସନ କରିଦେଇଥିବି। ଦେନ ମୁଁ ତମ ଜିକେ ଗୋଟେ ପାର୍ଟ 2 ନେଇକି ଆସିବି। ତା ସହିତ ଆମେ ଆଉ ଯୋଉ ରଚନା ତମର ବାକି ରହିଗଲା ତାକୁ ମଧ୍ୟ ଆମେ ଡିସ୍କସନ କରିବା। ରହିଲି ପିଲାମାନେ, ସମସ୍ତଙ୍କୁ ଜୟ ଜଗନ୍ନାଥ।